ପାଚିଲା ଆମ୍ବର ଏହି ଆଇସ୍କ୍ରିମଟି ମୁଁ ଆଜି ଆପଣଙ୍କୁ ବତେଇବି ମୋଲ୍ଡ ଆଉ ବିନା ମୋଲ୍ଡରେ ଯୋଉଟା ଥରେ ଖାଇଲେ ଆପଣ ବାରମ୍ବାର କରିବେ। ବେଶୀ ନାହିଁ ମାତ୍ର ଗୋଟିଏ ଜିନିଷରୁ ଆପଣ ବନେଇ ପାରିବେ ଏଇ ମିଠା ମିଠା ଆଇସ୍କ୍ରିମଟି ଯୋଉଟା କି ଛୁଆଠୁ ଆରମ୍ଭ କରି ବଡମାନେ ସମସ୍ତେ ପସନ୍ଦ କରିବେ। ତ ହାଇ ଫ୍ରେଣ୍ଡ, ସିକ୍ରେଟ ଫୁଡି ଚ୍ୟାନେଲ ଆପଣଙ୍କର ସ୍ୱାଗତ ହେଇଗଲା। ତ ମୁଁ ଆଜି ଆପଣଙ୍କ ସହିତ ଆଣିଛି ପାଚିଲା ଆମ୍ବ ଆଇସ୍କ୍ରିମ। ତ ଦେଖନ୍ତୁ ଫ୍ରେଣ୍ଡ, କରିବାର କଣ ଅଛି, ଆମ୍ବକୁ ବହୁତ ବଢିଆ ଭାବରେ କାଟିକି ତାର ଭିତର ପାର୍ଟଟା ଆପଣ ଏଇପରି ଭାବରେ ବାହାର କରି ନିଅନ୍ତୁ। ବାହାର କରିକି ଆପଣ ଡାଇରେକ୍ଟ ତାକୁ ଗ୍ରାଇଣ୍ଡିଂ ଜଗରେ ପୁରେଇ ଦିଅନ୍ତୁ। ଫ୍ରେଣ୍ଡ, ସବୁ ତକ ଆମ୍ବ ମୁଁ ଏହିପରି ଭାବରେ କାଢି ନଉଛି। ଏଇଠି ମୁଁ ନେଇଛି କମ ସେ କମ 2ଟି ଛୋଟିଆ ଆମ୍ବ। ୟାକୁ ଆମେ କଣ କରିବା, ଟିକେ ଚିନି ଦେଇଦେବା। ଚିନି ଏଇଠି ମୁଁ ବେଶୀ ନାହିଁ 2 ଚାମଚ ଛୋଟ ଚାମଚ ନେଇଛି, କାହିଁକି ନା ଏଇଟା ମିଠା। ପାଣି ମୁଁ ଏଇଠି ଦେଇଦେଇଛି 2 କପ୍ ହବ। ଏଇ ଛୋଟ ଛୋଟ ଗ୍ଲାସ ଦେଖୁଛନ୍ତି, ସେଇଥିରେ 2 ଗ୍ଲାସ ହବ ଦେଇଛି, ମାନେ 2 କପ୍ ହବ। ୟାକୁ ବହୁତ ବଢିଆ ଆମେ ଗ୍ରାଇଣ୍ଡିଂ କରିଦେବା। ଏହିପରି ଭାବରେ ପତଲା ପେଷ୍ଟ କରିବା, ବେଶୀ ମୋଟା ପେଷ୍ଟ କରିବେ ନାହିଁ। ଏହିପରି ଭାବରେ ପତଲା ପେଷ୍ଟ କରିବେ, ଯୋଉଟା ଖାଇବାରେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିବ। ମୁଁ ଆପଣଙ୍କୁ ଥରେ ଏଇଠି ଦେଖେଇ ଦଉଛି ପକେଇକି। ଇଏ ଦେଖନ୍ତୁ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଦେଖାଯାଉଛି, ବହୁତ ଭଲ ସୁନ୍ଦର କଲର ଆସିଛି। ବିନା କଲରରେ ଆମେ ଏଠି କିଛି ବି କଲର ୟୁଜ କରିନି। ଆଉ ଏଇଟା ହଳଦିଆ ହଳଦିଆ ଆସିଛି, ବହୁତ ବଢିଆ ଭାବରେ ଦେଖାଯାଉଛି। ଇଏ ଦେଖନ୍ତୁ, ଏତିକି ବସ ଗାଢା ରଖିବେ, ବେଶୀ ଗାଢା କରିବେ ନାହିଁ। ଏହିପରି ଭାବରେ ପପ୍ସିକଲ ମୋଡ ଆପଣଙ୍କୁ 100 ଟଙ୍କା ଭିତରେ ଯେକୌଣସି ମାର୍କେଟରେ କିମ୍ବା ଅନଲାଇନରେ ମିଳିଯିବ। ଯଦି ଆପଣଙ୍କୁ ମିଳୁନି ତ ଆପଣ କେମିତି କରିବେ ଆଇସ୍କ୍ରିମ ଖାଇବା ନିହାତି ଭାବରେ ହବ। ତ କେମିତି କରିବେ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି। ୟାକୁ ଦେଖନ୍ତୁ ଫ୍ରେଣ୍ଡ, ଯଦି ଏହିପରି ଭାବରେ ଅଛି ଆପଣଙ୍କର ଆଇସ୍କ୍ରିମ ମେକର, ତ ଡାଇରେକ୍ଟ ପୁରେଇକି ଆପଣ ଫ୍ରିଜରରେ ରଖିଦିଅନ୍ତୁ। ଯଦି ଆପଣଙ୍କ ପାଖରେ ନାହିଁ ତ କଣ କରିବେ, ଗୋଟେ ତ ହଉଛି ୟୁଜ ଆଣ୍ଡ ଥ୍ରୋ ବାଲା କପ୍, ଯୋଉଟା କି ଆପଣ ଚାହା ପିଉଛନ୍ତି ସେଇ ଭାବରିକା କପ୍ ଆପଣ ମାର୍କେଟରୁ ଆଣିପାରିବେ। ଯଦି ସେତକ ବି ଆପଣଙ୍କ ପାଖରେ ହଉନି, ଆପଣ ଯଦି ଚାହୁଁନାହାନ୍ତି ତ କଣ କରିବେ, ସମସ୍ତଙ୍କର ଷ୍ଟିଲ ଗ୍ଲାସ ଥାଏ, ଷ୍ଟିଲ ଗ୍ଲାସରେ ଡାଇରେକ୍ଟ ଆପଣ ଭରି ଦିଅନ୍ତୁ ଆମର ଆଇସ୍କ୍ରିମ। ମାନେ ଆମର ଆମ୍ବ ବ୍ୟାଟରଟି ଭରି ଦିଅନ୍ତୁ। ଏହିପରି ଭାବରେ କିଛି ମାର୍କେଟରୁ ଷ୍ଟିକ୍ ଆଣିବା ଦରକାର ନାହିଁ। ବିନା ପଇସାରେ ମୁଁ ଆପଣଙ୍କୁ ଏଇଠି ଦେଖେଇବି, କାହିଁକି ନା ଘରେ ଅଛି ଚାମଚ। ସମସ୍ତଙ୍କ ଘରେ ଘରେ ଚାମଚ ଥିବ। ଏଇ ଚାମଚଟି ଏହିପରି ଭାବରେ ପୁରାନ୍ତୁ, ଡାଇରେକ୍ଟ ଫ୍ରିଜରରେ ରଖିଦିଅନ୍ତୁ 5 ରୁ 7 ଘଣ୍ଟା। 7 ଘଣ୍ଟା ପରେ ଇଏ ମୁଁ ଆପଣଙ୍କୁ ଏଇଠି ଦେଖଉଛି, ପୁରା ବହୁତ ବଢିଆ ଭାବରେ ଆମର ଏଇଠି ରେଡି ହେଇଯାଇଛି। ବାହାର କରିବା ପୂର୍ବରୁ ଟିକେ ଏହିପରି ଭାବରେ ହାତଟି ରଗଡି ଦେଲେ ଟିକେ ଜଷ୍ଟ ନରମ ହେଇଯାଏ, ଆଉ ବହୁତ ଭାବରେ ଆରାମସେ ବାହାରି ଯାଏ। ଇଏ ଦେଖନ୍ତୁ ଫ୍ରେଣ୍ଡ, ରେଡି ହେଇଗଲାଣି ଆମର ଆମ୍ବ ଆଇସ୍କ୍ରିମ। ୟାକୁ ଆପଣ ଫ୍ରିଜରରେ ରଖିକି ମାସେ ପର୍ଯ୍ୟନ୍ତ ଖାଇପାରିବେ, କିଛି ବି ଖରାପ ହବାର ଚାନ୍ସେସ୍ ନାହିଁ। କିନ୍ତୁ ଏଇଟା ଆପଣଙ୍କ ଘରେ ମାସେ ପର୍ଯ୍ୟନ୍ତ ରହିବନି, କାହିଁକି ନା ଏଇ ଆଇସ୍କ୍ରିମଟା ବହୁତ ଟେଷ୍ଟ। ଯଦି ଆପଣ ଟ୍ରାଏ କରିନାହାନ୍ତି, ଟ୍ରାଏ କରନ୍ତୁ ଥରେ। ଆଉ ମୋ ଭିଡିଓଟି ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ କରିକି ମତେ ଜଣେଇ ଦିଅନ୍ତୁ। ଯଦି ଭଲ ଲାଗୁଛି ପ୍ଲିଜ ଆପଣଙ୍କର ଫ୍ରେଣ୍ଡ ମାନଙ୍କ ସହିତ, ଫ୍ୟାମିଲି ସହିତ ମଧ୍ୟ ସେୟାର କରିଦିଅନ୍ତୁ। ଏବେ ମୁଁ ଆପଣଙ୍କୁ ଦେଖି ଦଉଛି ଗ୍ଲାସରେ ରଖିଥିବା ଆମର ଆଇସ୍କ୍ରିମ କେ। ଇଏ ଦେଖନ୍ତୁ ଫ୍ରେଣ୍ଡ, ୟାକୁ ବି ମତେ ଏହିପରି ଭାବରେ ଟିକେ କରିଦେଲା ପରେ ଇଏ ବି ଆମର ହାଲକା ଆରାମ ସେ ବାହାରି ପଡିଥାଏ। ଆଉ ଇଏ ଦେଖନ୍ତୁ ଫ୍ରେଣ୍ଡ, ଏଇ ଆଇସ୍କ୍ରିମଟି ଆପଣଙ୍କୁ ବିଲକୁଲ ମାଜା ମାଜା ପରିକା ଲାଗିବ, ଆଉ ବହୁତ ଟେଷ୍ଟ ଲାଗିବ। ତ ଯଦି କେବେ ବନେଇ ନାହାନ୍ତି ଆଜି ବନାନ୍ତୁ, ଆଉ ଆପଣଙ୍କ ଫ୍ୟାମିଲିଙ୍କ ସହିତ ବି ମଧ୍ୟ ସେୟାର କରନ୍ତୁ କି କେମିତି ଲାଗୁଛି, ସେ ବି ଆପଣଙ୍କୁ ମଧ୍ୟ କରିକି ଦେଇପାରିବେ। ତ ଦେଖନ୍ତୁ ଫ୍ରେଣ୍ଡ, ଇଏ ରେଡି ହେଇଗଲା। ଯଦି ଆପଣ ଚାହୁଁଛନ୍ତି କଞ୍ଚା ଆମ୍ବର ଆଇସ୍କ୍ରିମ, ତାହା ବି ମୋ ଏଇ ଚ୍ୟାନେଲ ଅପଲୋଡ ଅଛି, ତ ନିହାତି ଭାବରେ ଯାଇକି ଦେଖନ୍ତୁ। ଆଉ ଯଦି ଭଲ ଲାଗୁଛି ପ୍ଲିଜ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ କରନ୍ତୁ। ପୁଣି ମିଳିବା ଗୋଟେ ନେକ୍ସଟ ଭିଡିଓରେ। ସେଇ ପର୍ଯ୍ୟନ୍ତ ଆମେ ଏଇଠି ବାଏ ବାଏ ଟାଟା। ଯଦି ଆପଣ ଚାହୁଁଛନ୍ତି ଆଗ ଆପଣ ପାଇଁ କଣ ଭିଡିଓ ଆଣିବି, ଏଇଟା ମତେ କମେଣ୍ଟରେ ଜଣାନ୍ତୁ। ବାଏ, ଟାଟା।